ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ ପରପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନଙ୍କ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ଆଜି ଦିନର ସୁନ୍ଦର ଟିପ୍ସଟି। ସମସ୍ତେ ଚାହାନ୍ତି ବିଦ୍ୱାନ ହେବା ପାଇଁ, ସମସ୍ତେ ବାପା ମା ଚାହାନ୍ତି ନିଜର ସନ୍ତାନମାନେ ବହୁ ବିଦ୍ୟାର୍ଥୀ ବହୁ ବିଦ୍ୟାବାନ ହୁଅନ୍ତୁ, ସମସ୍ତଙ୍କର ମନୋକାମନା ପୂର୍ତ୍ତି ହେଉ, ବେପାର ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଓ ସଫଳତା ଦେଖାଯାଉ। ତାହେଲେ ଆଜି କ'ଣ ଏମିତି କିଛି ଦିବସ ଅଛି ଦେବଦେବ ମହାଦେବଙ୍କ କୃପା ପଡ଼ିବ, ମହାଦେବଙ୍କ ଆଶୀର୍ବାଦରୁ ସବୁକିଛି ପ୍ରାପ୍ତି ହେବାର ସମ୍ଭାବନା ଦେଖାଦେଉଛି। ହଁ ପ୍ରିୟ ଦର୍ଶକ, ଆଜି ଅଶ୍ୱିନୀ ନକ୍ଷତ୍ର ଅଛି, ବୁଧବାର ଅଛି, ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି। ଚାहे ବିବାହ କାର୍ଯ୍ୟ ହଉ, ଚାहे ଅର୍ଥନୈତିକ କ୍ଷେତ୍ର ହଉ, ଚାहे ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ର ହଉ, ଜବରଦସ୍ତ ସଫଳତା ଦେଖାଦେବ। ଆଜି ଦେବଦେବ ମହାଦେବଙ୍କୁ ଆଜି ନିଶ୍ଚିତ ରୂପରେ ପଞ୍ଚାମୃତରେ ଅଭିଷେକ କରନ୍ତୁ। ପଞ୍ଚାମୃତ ଭିନ୍ନ ଭିନ୍ନ ରୂପରେ ନେବେ। କ୍ଷୀର, ଦହି, ଘିଅ, ମହୁ, ଗୁଡ଼ ଅଲଗା ଅଲଗା ନିଅନ୍ତୁ। ବିଲକୁଲ ସଂକୋଚ କରିବା ଉଚିତ ନୁହେଁ। ଯେତେବେଳେ ପ୍ରଭୁଙ୍କ ସେବା କରୁଛନ୍ତି ଆପଣ କେବେ ବି ସଂକୋଚ କରିବେନି। ପିଓର ଘିଅ ନେବେ, ଦେଶୀ ଗାଈ ଘିଅ, ବରଂ 250 ନିଅନ୍ତୁ, ଅଧକିଲୋ ନିଅନ୍ତୁ। ହୋମ କରିବା ଆବଶ୍ୟକତା ନାହିଁ, ଆପଣ ମହାଦେବଙ୍କୁ ଚଢ଼ାନ୍ତୁ। ମହୁ ବି ମଧ୍ୟ ସେମିତି, ଭଲ ମହୁ ନିଅନ୍ତୁ, 250 ଅଧକିଲୋ ନିଅନ୍ତୁ, ମହୁ ଚଢ଼ାନ୍ତୁ। କ୍ଷୀର ନିଅନ୍ତୁ, କ୍ଷୀର ଚଢ଼ାନ୍ତୁ। ଦହି ନିଅନ୍ତୁ, ଦହି ଚଢ଼ାନ୍ତୁ। ଓଡ଼ିଶାରେ 4-5 ଜାଗା ଖଣ୍ଡେ ଅଭିଷେକ ଥିଲା, ଯାଇ ଦେଖିଛି। ଅଭିଷେକ ମୁଁ ଯାଇ ଦେଖିଛି। କ୍ଷୀର ଦେଖିଲା ବେଳକୁ ଯଦି 200 ଗ୍ରାମ ବା 500 ଗ୍ରାମ ଆଣିଛି ନା, ଦହି ଦେଖିଲା ବେଳକୁ 5 ଗ୍ରାମ ନଥିବ। ଏମିତି କେବେ କରିବେନି। ପ୍ରଭୁଙ୍କୁ ସମର୍ପିତ ହୁଅନ୍ତୁ। ଏ ଧରାପୃଷ୍ଠି ଯେଉଁ ଦେଖୁଛନ୍ତି, ଶ୍ରାବଣ ମାସ ଯେଉଁ ମାସକର ଯେଉଁ ମାସ ପଡ଼ିଛି, ଏଇଟା ହେଉଛି ଭୂଲୋକର ଓନର ହେଉଛନ୍ତି ଦେବଦେବ ମହାଦେବ। ଆଉ ଏ ମାସଟା ହେଉଛି ମହାଦେବଙ୍କର। ଆପଣ ଦେଖନ୍ତୁ ସବୁ ଦେବାଦେବୀଙ୍କର ସ୍ୱଳ୍ପ ସମୟରେ ଅଛି। ମାସଟି ସ୍ୱଳ୍ପରେ କଟିବ। ମାସଟି ସ୍ୱଳ୍ପରେ କଟିବ। ମହାଦେବଙ୍କର ମାସେ ଏଣ୍ଟ୍ରି ମାରିବେ ଗଣେଶ, ଫେର ମା ଆସିବେ ଏଣ୍ଟ୍ରି ମାରିବେ, ଫେର ପିତୃ ପୁରୁଷ ମାନେ ଆସିବେ, ଫେର ମା ଆସିବେ ଏଣ୍ଟ୍ରି ମାରିବେ। ମାଙ୍କର ରୋଲ ଚାଲିବ କଣ୍ଟିନ୍ୟୁ। ଚିନ୍ତା କରୁଛନ୍ତି? ତାହେଲେ ଏ ସମୟ ଯାହାର ଧରାପୃଷ୍ଠି, ଯିଏ ସ୍ୱୟଂଭୂ, ତାର ସେବା କରୁଛନ୍ତି, ସମର୍ପିତ ହୁଅନ୍ତୁ। ଆଉ ଆଜିକାଲି ଯୋଉ ପଇସା ଆମେ ଖର୍ଚ୍ଚ ମଦରେ, ନିଶା ଦ୍ରବ୍ୟରେ, ବାର ଇଆଡେ ସିଆଡେ ଖର୍ଚ୍ଚ କରୁଛେ, ନିଜ ହୋଟେଲକୁ ଯାଉଛେ, 5,000 ଟଙ୍କା ବିଲ୍ ବନେଇ ଦଉଛେ, ଆପଣ ସେଇ 5,000 ଟଙ୍କାରେ ଘିଅ ପଞ୍ଚାମୃତ କେବେ ଚଢୁନାହାନ୍ତି। ଆପଣ ତ ଖାଇ ଦଉଛନ୍ତି ନା, ସାଣ୍ଡାସ ବସି ଯାଉଛନ୍ତି, ବାଥରୁମରେ ପଳଉଛି, ରହୁନି। ଖାଲି ଜୀବ ସ୍ୱାଦ ଦଉଛି, ଆଉ କିଛି ନୁହେଁ। ଖାଲି ଜୀବ ସ୍ୱାଦ ଦେଖାହୁଆ, ଆଉ କିଛି ନୁହେଁ। ତାହେଲେ ପ୍ରଦର୍ଶ ବନ୍ଧୁ, ସେବା କାର୍ପଣ୍ୟ ଭକ୍ତି ବଳି କିବା ଅସାଧ୍ୟ ଏହି ତଳେ। ଆଜି ଆପଣ ପ୍ରତି ଚେଷ୍ଟା କରନ୍ତୁ। ମହାଦେବଙ୍କୁ ଅଶୋକା ପତ୍ର, ମହାଦେବଙ୍କୁ ଭାରି ପ୍ରସନ୍ନ ପାଆନ୍ତି। ଅଶୋକା ପତ୍ର ମହାଦେବଙ୍କୁ କିଛି ଅର୍ପଣ କରନ୍ତୁ, ବିଲ୍ୱପତ୍ର ଅର୍ପଣ କରନ୍ତୁ ଏବଂ ଗଇଛ ପୁଷ୍ପ ଯଦି ମିଳୁଛି ଅର୍ପଣ କରନ୍ତୁ, ଲାଭରେ ରହିବେ। ଏତ ଥିଲା ଆଜି ଦିନର ସୁନ୍ଦର ଦୃଷ୍ଟି। ଭଗବାନ ଦେବଦେବ ମହାଦେବଙ୍କର କୃପା ଯଦି ପଡ଼ିଯାଏ, ତାର ଧରାପୃଷ୍ଠରେ କୌଣସି ଦେବାଦେବୀ ସ୍ଥିର ରହିବେ। ସମସ୍ତଙ୍କୁ କମ୍ପଲସରି ହେବାକୁ ପଡ଼ିବ ଆଶୀର୍ବାଦ ଦେବା ପାଇଁ। ଚେଷ୍ଟା ରଖ। ଏତ ଥିଲା ଆପଣମାନଙ୍କ ପାଇଁ ସଦାପୂର୍ବକ, ସଫଳତାପୂର୍ବକ, ଆନନ୍ଦପୂର୍ବକ, ବିଜୟପୂର୍ବକ ଟିପ୍ସ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ। 5 ଅଗଷ୍ଟ 2026 ମସିହା, ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି, ଅଶ୍ୱିନୀ ନକ୍ଷତ୍ର, ବୁଧବାର। ଆଜି ଦିନର ଶୁଭାଶୁଭ ସମୟ ପ୍ରାତଃ 5ଟା 24 ଠାରୁ 8ଟା 38 ପର୍ଯ୍ୟନ୍ତ ଶୁଭ ସମୟ। ତତ୍ପଶ୍ଚାତ ପ୍ରାତଃ 10ଟା 15 ଠାରୁ 11ଟା 2 ପର୍ଯ୍ୟନ୍ତ ଶୁଭ ସମୟ। ତତ୍ପଶ୍ଚାତ ସାୟଂ 3ଟା 7 ଠାରୁ 6ଟା 21। ଏତଦ୍ ବ୍ୟତୀତ ପୁନଃ ରାତ୍ର 7ଟା 44 ଠାରୁ 11ଟା 53 ପର୍ଯ୍ୟନ୍ତ ଶୁଭ ସମୟ। ଆଜି ଦିନର ରାହୁ କାଳ ସମୟ। ରାହୁ କାଳ କହିଲେ ଭଲ ଲାଗେନି,
କିନ୍ତୁ କୋଉ ସମୟରେ ରାହୁ କାଳରେ ଶୁଭ କାଳ ବି ଲେଖା ହେଇଥାଏ, ଅମୃତ କାଳ ବି ଲେଖା ହେଇଥାଏ। କିନ୍ତୁ ବିଭିନ୍ନ ପ୍ରକାର ସାଧନା ସିଦ୍ଧି ତନ୍ତ୍ର ମନ୍ତ୍ର କିଛି ଅଲଗା ସବୁ ପାଠ ଅଛି, ସେ ସମୟରେ କରାଯାଏ। ଆପଣ କୌଣସି ତୀର୍ଥ ଯାତ୍ରା, ଦୂରଯାତ୍ରା, ଭ୍ରମଣ ଯୋଗ ଇତ୍ୟାଦି ସେସବୁ ୟୁଜ୍ କରିବା ଉଚିତ। ଆଜି ଦିନ ରାହୁ କାଳ ସମୟ ହେଉଛି ପ୍ରାତଃ 11:53 ଠାରୁ ମଧ୍ୟାହ୍ନ 1:30 ପର୍ଯ୍ୟନ୍ତ ରାହୁ କାଳ ସମୟ। ଟିକେ ସାବଧାନ ରହିବା। ଆଜି ଦିନର ଘାତ ବାର, ଆଜି ହଉଛି କି ବାର? ଆଜି ହଉଛି ବୁଧବାର। ଘାତ ବାର ହଉଛି କର୍କଟ ରାଶି। ଯାହାର ଲଗ୍ନ ରାଶି କର୍କଟ ବା ରାଶି ଚକ୍ର କର୍କଟ ବା ନାମ ରାଶି ହଉଛି କର୍କଟ, ଟିକେ ସାବଧାନ ରହିବେ। କର୍କଟ ରାଶି କୁହାଯାଏ ଘାତ ବାର। ଏବଂ ଘାତ ଚନ୍ଦ୍ର ମେଷ ରାଶିକୁ ଘାତ ଚନ୍ଦ୍ର, ମେଷ ରାଶିକୁ ଘାତ ଚନ୍ଦ୍ର ଅଛି। ଚାहे ମହିଳା ହୁଅନ୍ତୁ ଚାहे ପୁରୁଷ ହୁଅନ୍ତୁ, ମେଷ ରାଶିକୁ ଘାତ ଚନ୍ଦ୍ର। ଏତ ଥିଲା ଆଜି ଦିନର ପଞ୍ଚାଙ୍ଗ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ ବିଷୟ। ମେଷ ରାଶି, ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ଅଛି। କର୍ମ, ବେପାର, ବାଣିଜ୍ୟ କ୍ଷେତ୍ର ଠିକଠାକ ରହିବ। ମାନ ସମ୍ମାନ ପ୍ରାପ୍ତି ଅଛି। କିନ୍ତୁ ମନେ ରଖିଥିବା ଦରକାର, ନିଜ ତରଫରୁ ଇଗୋ ରଖିବା ଉଚିତ ନୁହେଁ। ଭୁଲଚୁଲ କାର୍ଯ୍ୟ କରନ୍ତୁ ନାହିଁ। ଆଉ ଜୋର ଆଉ ଜବରଦସ୍ତି କାମ କଲେ ନିଶ୍ଚିତ ରୂପେ ଦୁଃଖ ଆଣି ସମସ୍ୟା କରିବ। ଟିକେ ସାବଧାନ। ଆଜିର ଲକି ନମ୍ବର 5, ଲକି କଲର ସ୍କ୍ରିନ୍, ଲକି ଡାଇରେକ୍ସନ ନର୍ଥ। ଭଗବାନ ଲକ୍ଷ୍ମୀ ନୃସିଂହ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ ଘଟିବ। ବୃଷ ରାଶି, ଦୂରଯାତ୍ରା, ତୀର୍ଥବ୍ରତ ଯାତ୍ରା, ଆନନ୍ଦ ସୁଖ ମିଳିବ। ଖର୍ଚ୍ଚ ହେଇଗଲା ପରେ ଟେନସନ ନେବା ଉଚିତ ନୁହେଁ। ଏବଂ କୌଣସି ବି କାର୍ଯ୍ୟ କରୁଛନ୍ତି ଧୀର ପାଣି ପଥର କାଟି ଧୀର ସ୍ତର ମନରେ ଚିନ୍ତନ କରି କାର୍ଯ୍ୟ କରନ୍ତୁ। ଶତ୍ରୁମାନଙ୍କଠାରୁ ବିଜୟ ପ୍ରାପ୍ତି ହେବ। ମନୋକାମନା ପୂର୍ତ୍ତି ଦେଖା ଯାଉଛି। ଆଜିର ଲକି ନମ୍ବର 2, ଲକି କ୍ଲଚ୍ ଫାଇଭ୍, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଦେବଙ୍କ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖର ଦିନ ଘଟିବ। ମିଥୁନ ରାଶି, ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ କିଛି ଆଶା ଥିଲା ତାହା ପରିପୂର୍ଣ୍ଣତା ହେବାକୁ ଯାଉଅଛି। ଇନକମ୍ ସୋର୍ସ ଠିକଠାକ ରହିବ। ଧର୍ମ, ଧାର୍ମିକ କ୍ଷେତ୍ରରେ ମଧ୍ୟ ଜବରଦସ୍ତ ସଫଳତା ଦେଖାଦେବ। ବନ୍ଧୁବାନ୍ଧବ ମଧ୍ୟରେ ଯଥେଷ୍ଟ ସହଯୋଗିତା, ଶ୍ରଦ୍ଧା ମିଳିବ ଏବଂ କିଛି ଅର୍ଥ ଯୋଗ ମଧ୍ୟ ଦେଖାଯାଉଛି। ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଲଭ୍ ମ୍ୟାଟର ସଫଳତା ଦେଖାଦେବ ଏବଂ ବିଦ୍ୟା ଅଧ୍ୟୟନ କରିବା ପାଇଁ କିଛି ଟାର୍ଗେଟ ନେଉଛନ୍ତି, ତାହା ନିଶ୍ଚିତ ରୂପରେ ମଙ୍ଗଳମୟ ହେବାକୁ ଯାଉଅଛି। ଆଜିର ଲକି ନମ୍ବର 1, ଲକି କଲର ସ୍ୱିଙ୍ଗ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ମାତା ପିତାଙ୍କୁ ଭକ୍ତି ଶ୍ରଦ୍ଧା ଆଦର କରନ୍ତୁ, ସୁଖ ଦିନ ଘଟିବ। କର୍କଟ ରାଶି, କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମକ୍ଷେତ୍ରରେ ଜବରଦସ୍ତ ସଫଳତା ଅଛି। ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହେବ। ଅସନ୍ତୁଷ୍ଟତା ହେବା ଉଚିତ ନୁହେଁ। ଶାନ୍ତି ଏବଂ ସନ୍ତୁଷ୍ଟି ରଖିବା। ପ୍ରତ୍ୟେକ ଜିନିଷକୁ ପ୍ଲାନ୍ ଅନୁସାରେ କାର୍ଯ୍ୟ କରିବା, ତାର ଲାଭରେ ମିଳିବ। ଚାहे ପ୍ରପର୍ଟି, ଜମି ଜାଇଦାଦ ହଉ ବା ଗାଡ଼ି ଘୋଡ଼ା ହଉ ବା କୌଣସି କାର୍ଯ୍ୟ ହଉ। ଉଚ୍ଚ ବସ୍ ବା କର୍ମଚାରୀଙ୍କ ସହିତ ସଦୟତା ରହିବା ଏବଂ କୌଣସି ବି କାର୍ଯ୍ୟ କରିବା ନିଜର ଭାବି କାର୍ଯ୍ୟ କରିବା ସଫଳତା ମିଳିବ। ଆଜିର ଲକି ନମ୍ବର 7, ଲକି କଲର ସ୍କ୍ରିନ୍, ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କୁ ଆଜି କୁଶ ଜଳ ଦାନ କରନ୍ତୁ, ନିଶ୍ଚିତ ରୂପରେ ଆପଣଙ୍କର ମଙ୍ଗଳ ହେବ, ସଫଳତା ଦେଖାଦେବ। ସିଂହ ରାଶି, ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ଅଛି। ଭାଗ୍ୟର ଉଦୟତା ଦେଖାଦେବ, ସମ୍ମାନ ମିଳିବ ଏବଂ କର୍ମରେ ମଧ୍ୟ ବିଜୟ ପ୍ରାପ୍ତି ଦେଖାଦେବ। ଆଜିର ଲକି ନମ୍ବର୍ସ, ଦୂରଯାତ୍ରା ମଧ୍ୟ ଦେଖାଯାଉଛି। ଆଜିର ଲକି ନମ୍ବର୍ସ, ଲକି ନମ୍ବର 6, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ସାଉଥ ଇଷ୍ଟ। ଭଗବାନ ଗଣେଶ ସଂସ୍କୃତ ପାଠ କରନ୍ତୁ। ଆଜି ଭଗବାନ ଗଣେଶଙ୍କୁ ଦୁର୍ବାଦନ କରନ୍ତୁ ଏବଂ ଯଦି ପାରୁଛନ୍ତି 6ଟି ଧ୍ରୁବ ନିଜ ପାଖରେ ରଖନ୍ତୁ, ସୁଖ ଦିନ ଘଟିବ। କନ୍ୟା ରାଶି, ଅର୍ଥ ଯୋଗ ଅଛି। କୁଟୁମ୍ବରେ ଆନନ୍ଦ ଦେଖାଦେବ। ମନ ଭିତରେ ସନ୍ଦେହତା ରଖିବା ଉଚିତ ନୁହେଁ। ନିଜର କର୍ତ୍ତବ୍ୟ ଏବଂ ନିଷ୍ଠା ପାଳନ କରିବା ଆବଶ୍ୟକତା ଅଛି। ଆଜି ଲକି ନମ୍ବର 1, ଲକି କଲର ସ୍ୱିଙ୍ଗ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ ଘଟିବ। ମାତା ପିତାଙ୍କ ଭକ୍ତି ଶ୍ରଦ୍ଧା ଆଦର କରନ୍ତୁ। ତୁଳାରାଶି, ତୁଳାରାଶି ବ୍ୟକ୍ତିମାନଙ୍କ ପାଇଁ ପତି ପତ୍ନୀ ମଧ୍ୟରେ ଦାମ୍ପତ୍ୟ ଜୀବନ ଆନନ୍ଦ ସୁଖ ମଧୁମୟ ଦେଖାଦେବ। ଘର ଭାଙ୍ଗି ଯାଇଥିବା ଘର ପୁନଃ ଯୋଡ଼ିବାର ସମ୍ଭାବନା ଦେଖାଦେଉଛି। ପଜିଟିଭ ଥଟ୍ ନେଇ ଚାଲନ୍ତୁ ଏବଂ ଆପଣଙ୍କ ବାଣୀରେ ସବୁ କିଛି ଅଛି। ଆଜିର ଲକି ନମ୍ବର୍ସ, ଲକି ନମ୍ବର 2, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଦେବଙ୍କ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ ଘଟିବ। ବିଚାର ଅଛି, ଖର୍ଚ୍ଚ ବଢ଼ିବ। ଦୂରଯାତ୍ରା, ଭ୍ରମଣ ଯୋଗ ମଧ୍ୟ ଦେଖାଦେବ। କାର୍ଯ୍ୟରେ ସେମିତି ସଫଳତା ଦେଖାଦେବ। ବହୁ ଦିନ ଧରି ଅପେକ୍ଷା କରୁଥିବା କାର୍ଯ୍ୟ ଆଜି ସଫଳତା ହେବାକୁ ଯାଉଅଛି। କିଛି ଇଣ୍ଟରଭ୍ୟୁ ଅଛି, କିଛି ଜବ୍ କରିବାର ଅଛି, କିଛି ଜବ୍ରେ ଡିସିସନ୍ ନେବାର ଅଛି, ତାର ଜବରଦସ୍ତ ଦିନ ଅଛି।
आज लकी नंबर 5 लकी कार्ड्स लकी डायरेक्शन न तो भगवान लक्ष्मी नृसिंह सहित पूजा अर्चना करंतु एवं हलदी केसर सहित पूरी निज मस्तक टीका धारण करंतु शुक्र दिन प्रति धनुराशि धनुराशि व्यक्ति मानक धनुर आगमन कुटुंब आनंद मान सम्मान प्राप्ति विद्यार्थी सफलता अर्जन करेंगे शत्रु मान विजय प्राप्ति बेटर नो प्रॉब्लम आज लकी नंबर 8 लकी कलर्स ब्लैक एंड ग्रे लकी डायरेक्शन भगवती जगदम्बा जगत माता जगत कल्याणमयी कृपालुमयी माँ दुर्गा नवार्ण मंत्र जप करतु सिद्ध पूजिका स्त्रोत्र पाठ करतु भगवान शनिदेव नाम किसी भोजन बा किसी सेवा दान कर मकर राशि व्यक्ति मान प्रॉपर्टी जमीन जायदाद क्षेत्र धन उपार्जन करेंगे मान सम्मान प्राप्त हो कर्म क्षेत्र उन्नति और सफलता कार्य सिद्धि कर्म व्यापार वाणिज्य क्षेत्र यथेष्ट सम्मान प्राप्ति होर योग देखा दूसरी निजर कर्तव्य झुकवा जदि शरणागत टिके किसी असुविधा ना समय आसिले भी झुकिया पड़ो झुकुवा लोक मुंड टेकी चाह आज लकी नंबर 4 लकी कलर्स 3 लकी डायरेक्शन साउथ वेस्ट प्रातः समय गोमाता को सेवा करंतु गायत्री मंत्र को जप करंतु माता पिता को भक्ति श्रद्धा आदर करंतु कुंभ राशि व्यक्ति मान पराक्रम क्षेत्र विजय प्राप्ति अच्छी हम अर्थ मध्य जोग अच्छी अर्थ प्राप्ति मध्य हम एवं कौन सी जिनस आपण कि विकुंट निश्चित बहु मूल्य लाभवान है पिता द्वारा सपोर्ट मिल भाग्यर परिवर्तन आज लकी नंबर 4 लकी कलर्स ग्रीन सिल्वर लकी डायरेक्शन साउथ वेस्ट महादेव मंत्र सहित पूजा अर्चना करंतु माँ पार्वती को मुक्तिपद सहित आज कुंकुम और बिल्व पत्र दान करंतु मीनराशि व्यक्ति मानक कुटुंब परिवार आनंद देखा अर्थ जोग अच्छी स्वास्थ्य टिके रिकवरी आसो मान सम्मान प्राप्ति अच्छी थंडा जनित रोग कफ जनित रोग पीड़ित हो पारती स्वास्थ्य जॉइंट पेन के प्रोब्लेम आसपे गैस एसिडिटी क्रिएट हो पाए ध्यान देवे किंतु आज दिवस बहुमूल्य दिवस बहुत सफलतार दिवस आनंद दिवस सुखर दिवस सुख मध्य कलह करवा असंतुष्टता करवा जिद्दी करवा पुराणा कथा को आलोचना करवा कान को पतला रखा समस्या आज लकी नंबर 8 लकी कलर्स ब्लैक लकी डायरेक्शन वेस्ट भगवान हनुमान महाप्रभु वज्र 12 स्तोत्र पाठ करंतु शनिदेव नाम दीपटी शुक्र दिन दर्शक बंधु एत आज दिन 12 समय कार्यक्रम को आम ये पुनः देखा आगामी जय जगन्नाथ नमस्कार।